ଯେମିତି ଗଭର୍ଣ୍ଣମେଣ୍ଟ ଆଜି ଇନକମ ଟ୍ୟାକ୍ସ ନେଉଛି ଆମର ନନ୍ ଅଫିସିଆଲ 2.5% ଆମେ ଆମ ସମ୍ପତ୍ତିର ଗୋଟେ ଗାଡିଟେ ଅଛି, ଗୋଟେ ସୁନା ଗହଣା ଅଛି ଆମ ଘରେ 10 ଭରି କି 20 ଭରି, ତାର ରେଟ୍ ଟାକୁ ବାହାର କରାହବ 5 ଲକ୍ଷ କି 3 ଲକ୍ଷ ହେଲା, ତାର 2.5% ଯେତିକି ହଉଛି ଗରିବ ଲୋକମାନଙ୍କୁ ଦାନ କରିବା ପାଇଁ। ନିଜାମୁଦ୍ଦିନ ଏକ୍ସ କର୍ପୋରେଟର ଏକ୍ସ ଆଡମିନିଷ୍ଟ୍ରେଟର ୱାକଫ ବୋର୍ଡ ଏବଂ ହଜ୍ କମିଟିର ବି ଚେୟାରମ୍ୟାନ। ଆଜିର ଦିନରେ ଓଡ଼ିଶାବାସୀ ହିନ୍ଦୁ ମୁସଲିମ ସବୁ ସମ୍ପ୍ରଦାୟର ଏଟା ଭାଇଚାରାର ପର୍ବ ହଉଛି ଇଦ୍ ଉଲ୍ ଫିତର ଏବଂ ତତ୍ ସହିତ ମୁସଲିମ ଧର୍ମାବଲମ୍ବୀ ମାନଙ୍କ ପାଇଁ ପ୍ରଫେଟ ମହମ୍ମଦଙ୍କର ବାଣୀରେ ଯୋଉଟା ଆମର କୋରାନରେ ଲେଖା ହେଇଛି, ଗରିବ ଲୋକମାନଙ୍କ ପାଇଁ ଯେମିତି ଗୋଟେ ଇନକମ ଟ୍ୟାକ୍ସ ଆମର ଗଭର୍ଣ୍ଣମେଣ୍ଟ ନଉଛି 2.5% ସେହିପରି ଭାବରେ 100 ଟଙ୍କାରେ 2.5 ଟଙ୍କା ଗରିବ ଲୋକଙ୍କୁ ଦାନ କରିବା ପାଇଁ ଜକାତ ବୋଲି କୁହନ୍ତି ଏବଂ ଫିତ୍ରା ଅତି ଗରିବ ଲୋକ ହେଲେ ମଧ୍ୟ 40 ଟଙ୍କା ପର ପର୍ସନ ମୁଣ୍ଡ ପିଛା ଗରିବ ଲୋକଙ୍କୁ ଦାନ କରିବା ପାଇଁ ଏଇ ଇଦ୍ ଉଲ୍ ଫିତରରେ ଆମର ପରମ୍ପରା ଅଛି। ତତ୍ ସହିତ ସମସ୍ତ ଧର୍ମର ଲୋକଙ୍କ ସହିତ ମିଶି ଭାଇଚାରାର ସହିତ ଆଜିର ଦିନରେ ସମସ୍ତ ମୁସଲିମ ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରାଯାଉଛି ସେମାନେ ଏ ପର୍ବଟିକୁ ପାଳନ କରିବା। ମାସେ ରୋଜା ରଖିଲା ପରେ ଉପବାସ ଆଜିର ଦିନରେ ଖୁସି ଏବଂ ଅତି ହର୍ଷ ଉଲ୍ଲାସ ସହିତ ଇଏ ଦିନଟିକୁ ପାଳନ କରନ୍ତି। ଲୋକମାନଙ୍କ ସାଙ୍ଗେ ବସିବା, ଯିବା ଆସିବା, ମିଶିବା, ସମସ୍ତଙ୍କ ସହିତ ସଦ୍ଭାବନାର ଦିନ ହଉଛି ଆଜି ଇଦ୍ ଉଲ୍ ଫିତର। ପ୍ରକୃତରେ ମୁଁ ଆପଣଙ୍କୁ କହୁଥିଲି ଗୋଟେ ଲୋକ ଅତି ମଧ୍ୟବିତ୍ତ ଲୋକ ହେଲେ ମଧ୍ୟ ସେ ତାକୁ 15 ରୁ 20 ହଜାର ଟଙ୍କା ସେ ଦବାକୁ ପଡେ। ଯେମିତି ଗଭର୍ଣ୍ଣମେଣ୍ଟ ଆଜି ଇନକମ ଟ୍ୟାକ୍ସ ନେଉଛି ଆମର ନନ୍ ଅଫିସିଆଲ 2.5% ଆମେ ଆମ ସମ୍ପତ୍ତିର ଗୋଟେ ଗାଡିଟେ ଅଛି, ଗୋଟେ ସୁନା ଗହଣା ଅଛି ଆମ ଘରେ 10 ଭରି କି 20 ଭରି, ତାର ରେଟ୍ ଟାକୁ ବାହାର କରାହବ 5 ଲକ୍ଷ କି 3 ଲକ୍ଷ ହେଲା, ତାର 2.5% ଯେତିକି ହଉଛି ଗରିବ ଲୋକମାନଙ୍କୁ ଦାନ କରିବା ପାଇଁ। ଏଇଟା ଆମ ଧର୍ମରେ ଅଛି। ଯେହେତୁ ଗରିବ ଲୋକ ସେଇ ପର୍ବଟିକୁ କିପରି ପାଳନ କରିବ, ସେ ତାର ଆର୍ଥିକ ମାନଦଣ୍ଡ ଟିକେ ସୁଦୃଢ ହବ, ସେଇଥିପାଇଁ ପ୍ରଫେଟ ମହମ୍ମଦଙ୍କର ବାଣୀରେ ଏଇଟା ଥିଲା। ସେଇଥିପାଇଁ ଏଇଟା ସବୁଠୁ ବଡ ଏଇ ଜିନିଷଟା ଜକାତ ବୋଲି ତାକୁ କୁହନ୍ତି, ସେଟା 2.5% ଦବାକୁ ପଡିବ। ୟା ଦେହରେ ବହୁତ ଲୋକ ଗରିବ ଲୋକ ବି ସେମାନେ ଏଇଟା ଅନ୍ୟ ଆଡେ କିଛି ଖର୍ଚ୍ଚ ହେଇପାରିବନି, ଜକାତଟା କେବଳ ଗରିବ ମାନଙ୍କ ପାଇଁ ଖର୍ଚ୍ଚ ହୁଏ। ଯେମିତି କୁହନ୍ତି ମସଜିଦରେ କି ଏଥିରେ ଏସବୁ ଜିନିଷ ଖର୍ଚ୍ଚ ହୁଏନି, ଗରିବ ପିଲା ଯୋଉଠି ଥାନ୍ତି ଗରିବ ଲୋକମାନଙ୍କ ପାଇଁ ତାଙ୍କୁ ଦାନ କରିବା ପାଇଁ। ଶେଷରେ ସମସ୍ତ ଆମର ମୁସଲିମ ଭାଇ ଭଉଣୀଙ୍କ ପାଇଁ ଓଡ଼ିଶାର ବାର୍ତ୍ତା ରହିବ, ଆମେ ସଦ୍ଭାବନା ସହିତ ଏକାଠି ମିଶିକି ରହିବା ସହିତ ସମସ୍ତଙ୍କ ସାଙ୍ଗରେ ଭଲରେ ରହିବା ସହିତ ଆମେ ଏ ଦିନରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉ।